আজি ଦେଖିବାକୁ ପାଇବେ ଆଜି ଆୟୁଷ ଲିପିକାକୁ ଧୋକା ଦେଇ ଇସିକା ସହିତ ଘର ଛାଡ଼ିକି ଚାଲିଯିବେ। ହଁ ଦର୍ଶକ ବନ୍ଧୁ, ଆୟୁଷ ତାଙ୍କ ଏଙ୍ଗେଜମେଣ୍ଟ ରିଙ୍ଗକୁ ହାତରୁ କାଢୁଥିବେ। ତାପରେ ଇସିକା ଆୟୁଷ ପାଖେ ଭିଡିଓ କଲ୍ କରିବ ଆଉ କହିବ, ଆୟୁଷ ତମେ କ'ଣ ଭାବୁଛ କାଲି ତମ ବାହାଘର? ଆଉ ଆୟୁଷ ରାଗିଯିବେ ଆଉ କହିବେ, ବାହାଘର ପୁଣି ସେ ଗାଉଁଲି ଆସିଷ୍ଟାଣ୍ଟ ସହିତ? ଏହା କେବେ ବି ହବନି। ମୁଁ ସୁଇସାଇଡ୍ କରିଦେବି ଇସିକା, ହେଲେ ସେ ଗାଉଁଲି ଆସିଷ୍ଟାଣ୍ଟକୁ ମୁଁ କେବେ ବି ବାହା ହେବିନି। ତାପରେ ଇସିକା କହିବ, ତମ ଆଗରୁ ମୁଁ ମୋ ଜୀବନ ହାରିଦେବି ଆୟୁଷ, କାହିଁକି ନା ମୁଁ ତମ ବିନା ବଞ୍ଚିପାରିବି ନାହିଁ। ପୁଣି ଆୟୁଷ କହିବେ, ତାହେଲେ ଆମେ କ'ଣ କରିବା? ଏ ବାହାଘରକୁ କେମିତି ଭାଙ୍ଗିବା ତମେ ହିଁ କୁହ। ତାପରେ ଇସିକା କହିବ, ମୋ ପାଖରେ ଗୋଟେ ଆଇଡିଆ ଅଛି। ଟିକେ କଷ୍ଟ ହବ, ହେଲେ ଆମକୁ ଆମ ଭଲ ପାଇବା ଆମ ପ୍ରେମ ପାଇଁ କରିବାକୁ ହିଁ ପଡ଼ିବ। ତାପରେ ଆୟୁଷ କହିବେ, ସେ ଗାଉଁଲି ଆସିଷ୍ଟାଣ୍ଟଠୁ ନିଜକୁ ବଞ୍ଚାଇବା ପାଇଁ ଆଉ ସବୁବେଳେ ତମ ସହିତ ରହିବା ପାଇଁ ମୁଁ କିଛି ବି କରିପାରିବି ଇସିକା। ଆଉ ଏପଟେ ଆୟୁଷର ମା ଆୟୁଷକୁ ରେଡି କରିବା ପାଇଁ ତାଙ୍କ ରୁମରେ ଯାଇଥିବେ ଆଉ କହୁଥିବେ, ଆଇ ଏମ୍ ସରି ବାବା, ମୁଁ ତତେ ତୋ ଖୁସି ଦେଇପାରିଲି ନାହିଁ। ହଳଦୀ ପାଇଁ ସମୟ ହେଇଗଲାନି, ଜଲ୍ଦି ଉଠିଯା। ତାପରେ ଦେଖିବେ ଆୟୁଷ ସେଠି ନଥିବେ। ଆଉ ଗୋଟେ ଚିଠି ରଖିଦେଇ ସେ ଇସିକା ସହିତ ଚାଲି ଯାଇଥିବେ। ଆଉ ଏପଟେ ଲିପିକାର ହଳଦୀ ରସମ ଚାଲୁଥିବ ଆଉ ଲିପିକା ବହୁତ ଖୁସିରେ ଥିବେ। ତ ଦର୍ଶକ ବନ୍ଧୁ, ଆୟୁଷ କ'ଣ ଲିପିକା ସହିତ ଭଲ କଲେନି? ତାହେଲେ କମେଣ୍ଟ କରି ନ ଲେଖ। ତ ଆଜି ବୋଲି କିଛି ଜବରଦସ୍ତ ସିନ୍ ଦେଖିବାକୁ ପାଇବେ।